ସନ୍ତୋଷୀ ମନ୍ଦିର ଓ କୃଷି କାର୍ଯ୍ୟାଳୟରେ ଚୋରି, ପୋଲିସର ତଦନ୍ତ ଆରମ୍ଭ। ଜୁହାର, ମୁଇଁ ରୁଦ୍ର ଆପଣମାନକେ ନ୍ୟୁଜ୍ 26କୁ ସ୍ୱାଗତ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ବାଦି ପଞ୍ଚାୟତ ଅନ୍ତର୍ଗତ ଜୁନାନୀ ଗ୍ରାମସ୍ଥିତ ସନ୍ତୋଷୀ ମନ୍ଦିରରୁ ଗତ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ନେଇ ମଙ୍ଗଳବାର ଖଡ଼ିଆଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଜୁନାନୀ ଗ୍ରାମରେ ଥିବା ସନ୍ତୋଷୀ ମନ୍ଦିରର କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିରରେ ସନ୍ତୋଷୀ ଦେବୀଙ୍କ ହାର ଓ ଦାନପେଟି ଚୋରି କରିଥିବା ସୂଚନା ମିଳିଛି। ଏହି ଦାନପେଟି ଗତ 7 ବର୍ଷ ହେଲା ଖୋଲାଯାଇ ନଥିବା ନେଇ ସୂଚନା ମିଳିଛି। ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିବା ନେଇ ଏସ୍ଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି। ଠିକ୍ ସେହିପରି ଖଡ଼ିଆଲସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟରେ ଚୋରି ହୋଇଥିବା ନେଇ ଖଡ଼ିଆଲ ଥାନାରେ ଅଭିଯୋଗ ହୋଇଛି। ଚୋରମାନେ ଗ୍ରିଲ୍ ଭାଙ୍ଗି କୃଷି କାର୍ଯ୍ୟାଳୟରେ ଥିବା ବିଭିନ୍ନ ସାମଗ୍ରୀ ଚୋରି କରିଥିବା ବେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୃଷି କାର୍ଯ୍ୟାଳୟର ସିସି କ୍ୟାମେରାରେ 3 ଜଣ ଚୋର ଚୋରି ପାଇଁ ଆସୁଥିବା ଦେଖିବାକୁ ମିଳିଛି। ପୋଲିସ ଅତି ଶୀଘ୍ର ଚୋରମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।